ସନ ଦେଖ ଦେଖ ଆଜି ମଟନ ଆଣିଛି। ମମ୍ମି ତୁ ଯୋଉ ବାଲିଯାତ୍ରାରୁ ମାଟି ହାଣ୍ଡି ଆଣିନଥିଲୁ ଆଜି ଚାଲ ସେଇଟାରେ ମଟନ କରିବା। ହଉ ଚାଲ ରାନ୍ଧିବା। ମଟନକୁ ଆଗରେ ଭଲସେ ଧୋଇ ନେବା। ତାପରେ ଲୁଣ ହଳଦୀ ସୋରିଷ ତେଲ ଦେଇ ତାକୁ ଗୋଳେଇ କିଛି ସମୟ ରଖିନେବା। ଏପଟେ ଆଳୁ ପିଆଜ ଅମୃତଭଣ୍ଡା ଟମାଟୋ ଧନିଆ ପତ୍ର କାଟିକି ରଖିନେବା। ଏବେ ହାଣ୍ଡିକୁ ଗରମ ହେବା ପାଇଁ ବସେଇଦେବା। ତାପରେ ସେପଟେ ଅଦା ରସୁଣ ପେଷ୍ଟ କରିନେବା। ହାଣ୍ଡିରେ ଆମେ ସୋରିଷ ତେଲ ଦେଇଦେବା। ସୋରିଷ ତେଲ ଗରମ ହେଲା ପରେ ଆମେ କାଟିକି ରଖିଥିବା ଆଳୁ ହଳଦୀ ଲୁଣ ପକାଇ ନେବା। ଆଳୁ ଅଳ୍ପ ଭାଜି ଆସିଲା ପରେ ଅମୃତଭଣ୍ଡା ଦେଇଦେବା। ଅମୃତଭଣ୍ଡାକୁ ଆମେ ସିଝିବା ପାଇଁ ଛାଡ଼ିଦେବା। ଆଳୁ ଅମୃତଭଣ୍ଡା ଭାଜିଗଲା ପରେ ତାକୁ ଆମେ ଥାଳିକୁ କାଢ଼ି ନେବା। ସୋରିଷ ତେଲ ଗରମ ହେଲା ପରେ ଗୋଟା ମସଲା ତେଜପତ୍ର ଦେଇଦେବା। କାଟିକି ରଖିଥିବା ପିଆଜ ତାକୁ ତେଲରେ ଦେଇ ବ୍ରାଉନ୍ ହେବା ପାଇଁ ଛାଡ଼ିଦେବା। ଏବେ ଅଦା ରସୁଣ ପେଷ୍ଟ ଦେଇଦେବା। ମସଲା ହେଇ ଆସିଲା ପରେ ଟମାଟୋ ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଯେତିକି ଗୁଣ୍ଡ ମସଲା ଅଛି ତାକୁ ଆମେ ଦେଇ ଟିକେ କଷି ନେବା। ସନ ଜାଣିଛୁ ନୂଆ ମାଟି ହାଣ୍ଡିରେ ନା ଯେତେବେଳେ କରିବୁ ଟିକେ ପାଣି ଦେଇକି କଷିବୁ, ନହେଲେ ଲାଗିଯିବ। ଦେଖୁଛୁ ନା କେମିତି ଲାଗିଯାଉଛି। ମୁଁ ସେଇଥିପାଇଁ ଦେଖୁଛୁ ଟିକେ ଟିକେ ପାଣି ଦେଇ ତାକୁ କଷୁଛି। କଷା ହେଇଗଲା ପରେ ତାପରେ ରଖିଥିବା ଗରମ ପାଣି ଦେଇଦେବା। ତାପରେ ଢାଙ୍କୁଣି ଦେଇ ଅଟାରେ ତାକୁ ସିଲ୍ ମାରିଦେବା। ସିମ୍ ଆଞ୍ଚରେ ତାକୁ ସିଝିବା ପାଇଁ ଛାଡ଼ିଦେବା। ଧନିଆ ପତ୍ର ଗରମ ମସଲା ଦେଇଦେବା। ରେଡ଼ି ହେଇଗଲା ମାଟି ହାଣ୍ଡି ମଟନ।